ମୋର ପ୍ରିୟ ଭାଇ ଆଉ ଭଉଣୀମାନେ, ଆପଣମାନେ କୁହନ୍ତୁ, ଆପଣମାନେ ଯାହାଙ୍କୁ ବିଶ୍ୱାସ କରନ୍ତି ସେ ଜୀବିତ ନା ମୃତ? ସେ ଜୀବିତ ପରମେଶ୍ୱର ଅଟନ୍ତି। ଆଉ ସେ କହୁଛନ୍ତି ତୁମେ ଚିନ୍ତା କର ନାହିଁ। ଶାସ୍ତ୍ରରେ ଏହିପରି ଲେଖାଯାଏ, ଏଣୁ କ'ଣ ଖାଇବା, କ'ଣ ପିଇବା, କ'ଣ ପିନ୍ଧିବା, ଏପରି ଭାବି ତୁମେ ଚିନ୍ତା କର ନାହିଁ। କାରଣ ବିଜାତିମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହିସବୁ ବିଷୟ ଯେ ତୁମର ପ୍ରୟୋଜନ, ଏହା ତୁମର ସ୍ୱର୍ଗସ୍ଥ ପିତା ଜାଣନ୍ତି। ମୋର ଭାଇ ଆଉ ଭଉଣୀମାନେ, ପରମେଶ୍ୱର ଜାଣନ୍ତି ଆମର କ'ଣ ପ୍ରୟୋଜନ। ପ୍ରଭୁ ଯୀଶୁ କହୁଛନ୍ତି, ତୁମେ ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତିନି କି କାଟନ୍ତିନି, କି ସେମାନଙ୍କର ଅମାର ଘର ନାହିଁ। ତୁମମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଯୋଗାନ୍ତି। ତୁମକୁ କାହିଁକି ନ ଦେବେ? ସେ କହୁଛନ୍ତି ତୁମକୁ କାହିଁକି ନ ଦେବେ କହିଲେ, ତୁମେ କ୍ଷେତ୍ରର ପୁଷ୍ପଗୁଡ଼ିକୁ ଦେଖ, ସେମାନେ କିପରି ବଢ଼ନ୍ତି। ସେମାନେ ସୂତା କାଟନ୍ତିନି କି ପରିଶ୍ରମ କରନ୍ତି ନାହିଁ। ଯେବେ ପରମେଶ୍ୱର ସେମାନଙ୍କୁ ଏହିପରି ବସ୍ତ୍ର ଦିଅନ୍ତି, ତେବେ ତୁମକୁ କାହିଁକି ନ ଦେବେ? ମୋର ଭାଇ ଭଉଣୀମାନେ, ବିଶ୍ୱାସରେ ରୁହନ୍ତୁ, ବିଶ୍ୱସ୍ତ ରୁହନ୍ତୁ। ପରମେଶ୍ୱର ସବୁ ଯୋଗେଇବେ, କିନ୍ତୁ ଆମକୁ ତାଙ୍କ ପାଖରେ ବିଶ୍ୱସ୍ତ ହୋଇ ରହିବାର ଅଛି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।